ସେମାନଙ୍କୁ ତ ଲାଗୁଛି ଯେ ବାରମ୍ବାର ଯେଉଁ ହାରୁଛନ୍ତି ସେଟା ଭୋଟ ଚୋରି ପାଇଁ ହାରୁଛନ୍ତି ବୋଲି ଭାବୁଛନ୍ତି। ଏଟା ଦେଖିପାରୁନାହାନ୍ତି ସେମାନେ। ବହୁତ ଜାଗାରେ ସେମାନେ ମଧ୍ୟ ଜିତୁଛନ୍ତି। ଏବେ ଯେଉଁ 14 ଜଣ ବିଧାୟକ ଅଛନ୍ତି ଯଦି ଭୋଟ ଚୋରି ହେଇଥାନ୍ତା ବିଜେଡି 50 ସିଟ୍ ପାଇଛି, ଉପରେ ପାଇଛି। 2019 ମସିହାରେ କାହିଁକି ଜିତିଲ? ସେ ସମୟରେ ତ ଆମେ ସରକାର ଥିଲୁ କେନ୍ଦ୍ରରେ। ଭୋଟ ଚୋରି କରିଥାନ୍ତୁ, ତୁମକୁ କ୍ଷମତାଚ୍ୟୁତ କରିଥାନ୍ତୁ। 2014ରେ କାହିଁକି ଜିତିଲ? 2009ରେ ମେଣ୍ଟ ଭାଙ୍ଗିଲା ପରେ ବି ତୁମେ ଜିତିଲ। ତେଣୁ ଯେଉଁ ଜାଗାରେ ଜିତିବା ଶ୍ରେୟ ଆମେ ନେବା, ଯେଉଁ ଜାଗାରେ ହାରିବା ତାର କୌଣସି ନା କୌଣସି କାରଣ ଦେଖେଇବା, ଏଟା ହେଉଛି ପଳାୟନ ପନ୍ଥୀ। ବିଜେଡି ହଉ କି କଂଗ୍ରେସ ହଉ, ଜିତିବାଟା ଶ୍ରେୟ କେବେ ଲୋକଙ୍କୁ ଏମାନେ ଦେଇଛନ୍ତି, ଦଳକୁ ଦେଇଛନ୍ତି, ଦଳର ନେତାକୁ ଦେଇଛନ୍ତି। 2024ରେ ଆମେ ଲୋକଙ୍କୁ ଦେଲୁ ଯେ ପ୍ରକୃତରେ ଲୋକ ଆମକୁ ଆଣିକରି କ୍ଷମତାରେ ବସେଇଲେ। ଲୋକ ଗଣତନ୍ତ୍ରରେ ଶେଷ ନିଷ୍ପତ୍ତି ଲୋକ କରନ୍ତି। ଆଉ ଏମାନେ ଭୋଟ ପାଇଲେ ଆମ ପାଇଁ, ଆଉ ଭୋଟ ନ ପାଇଲେ ଇଭିଏମ୍ ପାଇଁ। ମୋତେ ଲାଗୁଛି ଇଏ ଭ୍ରମରେ ସେମାନେ ଥାଆନ୍ତୁ। ହାରିବାର କାରଣ ଜାଣି ନ ପାରିବାଟା ଆମ ପାଇଁ ଭଲ। ହଁ, ଛତିଶଗଡ଼ ତ ଭାରତ ବାହାରେ, ପାକିସ୍ତାନ ସେପଟେ, ଆଫଗାନିସ୍ତାନ ପାଖରେ ଅଛି ନା। ଆରେ ସର୍ବଭାରତୀୟ ଦଳଟା ଭାଇ। ମୁଁ ବେଙ୍ଗଲରେ କାମ କରିଛି। ବେଙ୍ଗଲରେ ପ୍ରତିପକ୍ଷ ମୋତେ କହିବ ଯେ ସୁରେଶ ପୂଜାରୀ ଓଡ଼ିଶାରୁ କାହିଁ ଆସିଲା? ମୁଁ ତ୍ରିପୁରାରେ କାମ କରିଛି। ତ୍ରିପୁରାରେ ଆମେ ସରକାର ମଧ୍ୟ ଗଠନ କଲୁନି। ଗତ ନିର୍ବାଚନରେ ମୁଁ ବିହାରରେ ମଧ୍ୟ ନିର୍ବାଚନରେ ଶେରସା ଗୋଟେ ଅନୁନ୍ନତ ଅଞ୍ଚଳ ଅଛି, ସେଠି ମୁଁ କାମ କରିଛି। ସର୍ବଭାରତୀୟ ପାର୍ଟି ଭାଇ, ତୁମେ ଏଇ ଆଞ୍ଚଳିକ ଦଳଟାକୁ ସର୍ବଭାରତୀୟ କରୁନାହ, ତାପରେ ତୁମେ ବି ଛତିଶଗଡ଼ରେ ପାଇବ। ଏବେ ତୁମେ ଖୋଜିଲେ କିଏ ଆସିବ ତୁମ ପାଇଁ ପ୍ରଚାର କରିବା ପାଇଁ? ତେଣୁ ଏମାନଙ୍କୁ ମୋତେ ଲାଗୁଛି ମତିଭ୍ରମ ହେଇଗଲାଣି। ଆଉ ଧୀରେ 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 ଆଞ୍ଚଳିକ ଦଳର ମଧ୍ୟ ମାନ୍ୟତା ହରାଇବା ପାଇଁ ଲାଗିଲାଣି, ବୁଝିପାରୁନାହାନ୍ତି। ଯଦି କେହି ବ୍ୟକ୍ତି କୌଣସି ଦଳ ଚାହିଁବ ଛିଡ଼ା କରିପାରିବ ବାହାରେ, ଆମର ଆପତ୍ତି ନାହିଁ। ଗଣତନ୍ତ୍ରରେ ଯଦି ମୋର ଓଡ଼ିଶାରେ ଭୋଟର ତାଲିକାରେ ନାଁ ଅଛି, ମୁଁ ଓଡ଼ିଶାର ଯେଉଁ ଲୋକସଭା ଚାହିଁବି, ଯେଉଁ ବିଧାନସଭା ଚାହିଁବି ଲଢ଼ିପାରିବି। ମୋର ଦଳ ମଧ୍ୟ ମୋତେ ଯେଉଁଠି ଚାହିଁବ ଲଢ଼ିପାରିବ, ଆପତ୍ତି ନାହିଁ। କିନ୍ତୁ ମୋର ତ ପ୍ରୟାସ ହେବା କଥା ନା ଭାଇ, ଯେ 24 ବର୍ଷ ଶାସନ କଲା ପରେ ଏତିକି ନେତୃତ୍ୱ ମୁଁ ସବୁ ଜିଲ୍ଲାରେ ସୃଷ୍ଟି କରିବି, ଯେଉଁମାନେ ସକ୍ଷମ ଭାବରେ ନିର୍ବାଚନ ଲଢ଼ିପାରିବେ ଏବଂ ଜିତିପାରିବେ। ଏ ସମୟରେ ଅନ୍ୟ ଜିଲ୍ଲାରୁ ଆଣିକରି ଛିଡ଼ା କରିବାର ଆମର ଆପତ୍ତି ନାହିଁ। କିନ୍ତୁ ପ୍ରଶ୍ନ ଯେ ନୂଆପଡ଼ାରେ କାହିଁକି ପ୍ରାର୍ଥୀ ପାଇଲ ନାହିଁ? ନହେଲେ ତ ଦେଇପାରିବ। ପତାବିରାର ପୂର୍ବତନ ବିଧାୟକକୁ କ'ଣ ଦେଇଛ? ଦେଇପାରିବ। କେନ୍ଦ୍ରାପଡ଼ାରୁ ବି ନେଇକି ଦେଇପାରିବ। ନବୀନ ବାବୁ ଚାହିଁଲେ ମଧ୍ୟ ଲଢ଼ିପାରିବେ। ଆମର ଆପତ୍ତି ନାହିଁ। ଆମର କେବଳ ଗୋଟେ ଆପତ୍ତି, ଖାଲି ସ୍ୱୀକାର କର ଯେ 24 ବର୍ଷ ଭିତରେ ରାଜୁ ଢୋଲକିଆକୁ ଛାଡ଼ିଦେଲେ ଆଉ ଦ୍ୱିତୀୟ ସକ୍ଷମ ବ୍ୟକ୍ତି ଆମେ ତିଆରି କରିପାରିଲୁ ନାହିଁ। ଆମେ କିନ୍ତୁ ତିଆରି କରୁଛୁ ଏବଂ ସେଥିରେ ସଫଳ ନେତୃତ୍ୱ ତିଆରି କରିବାର ମଧ୍ୟ ଗୋଟେ ରାଜନୈତିକ ଦଳର ଧର୍ମ ହେବା କଥା। ସେମାନଙ୍କର ବିଶ୍ୱାସ କ'ଣ? ବିଜୁ ଜନତା ଦଳ ଏଭଳିଆ ଗୋଟେ ବଗିଚା, ଯେଉଁ ବଗିଚାରେ ବାକି ସବୁ ଘାସ, ଜଣେ କେବଳ ଫୁଲ ଗଛ। ଆମର ଦଳରେ ଏଭଳିଆ ବଗିଚା ଆମେ କରୁଛୁ ଯେଉଁଥିରେ ରଙ୍ଗୀନ ଭିନ୍ନ ଭିନ୍ନ ରଙ୍ଗର ଫୁଲ ଗଛ ଆପଣ ପାଇବେ। ସେଠି ଗୋଟିଏ ବ୍ୟକ୍ତି ନିଷ୍ପତ୍ତି କରି ପ୍ରାର୍ଥୀ କିଏ ହେବ ଆପଣ ଦେଖିଲେ ବି। ଏଠି ଆମେ ବସିଲୁ, କୋର୍ଟ ଟିମ୍ ବସିଲା, ଭିନ୍ନ ଭିନ୍ନ ଦିଗ ବିଚାର କଲା, ଆମର ନିଷ୍ପତ୍ତିକୁ ଆମେ ସୁପାରିଶ ପାଇଁ ପଠାଇଲୁ, କେନ୍ଦ୍ର ମୋହର ମାରିଲା। ଏଠି ସାମୂହିକ ହୁଏ, ସେଠି ବ୍ୟକ୍ତି ହୁଏ। ସେମାନେ ବ୍ୟକ୍ତି ଆଧାରିତ ଦଳ। ମନମୋହନ ସାମଲ ସଭାପତି ହେଲେ, ତା ପୂର୍ବରୁ ବସନ୍ତ ପଣ୍ଡା ସଭାପତି ଥିଲେ, କେବି ସିଂହଦେଓ ସଭାପତି ଥିଲେ, ସୁରେଶ ପୂଜାରୀ ସଭାପତି ଥିଲେ, ଡକ୍ଟର ଦେବେନ୍ଦ୍ର ପ୍ରଧାନ, ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ ସଭାପତି ଥିଲେ, ଜୁଏଲ ରାମ ସଭାପତି ଥିଲେ। ତୁମର କିଏ? ଆରମ୍ଭ ବି ସେ, ଶେଷ ବି ସେ। କଂଗ୍ରେସ ପାର୍ଟିରେ କ'ଣ ସୋନିଆ ଗାନ୍ଧୀ ନହେଲେ ରାହୁଲ ଗାନ୍ଧୀ, ଆମର କିଏ? ମୁଁ ଅଟଳ ବିହାରୀ ବାଜପେୟୀଙ୍କଠୁ ଆରମ୍ଭ କରି ଆଡ଼ବାଣୀଙ୍କଠୁ ଆରମ୍ଭ କରିକିରି ନୀତିନ ଗଡ଼କରୀ, ଭେଙ୍କିୟା ନାଇଡୁ, ଅମିତ ଶାହା, ଏବେ ଜେପି ନଡ୍ଡା। ନୂଆ ଲୋକ ଭାଇ, ସାଧାରଣ ଲୋକ ଏ ଦଳରେ ସଭାପତି ହେଇପାରେ।
साधारण लोक मध्य मुख्यमंत्री हो पारे ओडिशा ताठू बड़ उदाहरण आपण पार्टी आपण दल जीतिले आपण भाविले मोहन माझी मुख्यमंत्री हे बहुत चर्चा होता किंतु जन साधारण व्यक्ति ओडिशार मुख्यमंत्री है विजु जनता दल रही पार जड़े सभापति हे जड़े मुख्यमंत्री हे जड़े मालिक हे बाकी समस्ते कर्मचारी हे यहाँ पार्टी भिन्न तेणु आम ठार शिखापी चेष्टा कर चाहिए आज शिखापी चाहिए बोले गणतंत्र रुद्धिमंत हम कौन सी व्यक्ति केन्द्रित आंचलिक दल मान जड़े व्यक्ति मालिक तेणु गणतंत्र को व्याप्त करंतु गणतंत्र को वृद्धिमंत करंतु ओडिशार भविष्य नुआ नेतृत्व सृष्टि करंतु सफल नेतृत्व सृष्टि करंतु एवं ओडिशार भविष्य निर्माण करने कौन सी प्रकार पराजय को स्वीकार करिवार अभ्यास आरंभ कर एबे भी निर्वाचन पर हारिले कौन कह आज कहीदेवी तेणु से स्क्रिप्ट हूँ जे निर्वाचन फल बाहरला परे आमे कौन कौन संभाव्य कारण लोक बतेवा मत लगुच यहाँ गणतंत्र वृद्धिमंत नुह जीतबारटा लोक श्रेय दियो हारिबारटा नमस्कार करके स्वीकार कर